ବାସହୀନଙ୍କୁ ଏକ ବାସଗୃହ ଯୋଗାଇ ଦେବାକୁ ନାନା ଯୋଜନା କାର୍ଯ୍ୟକାରୀ କରୁଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଏଭଳି ଲୋକଙ୍କୁ ସୁବିଧା ଯୋଗାଇ ଦିଆଯାଉଛି। କିନ୍ତୁ ଏବେ ବି ଏଭଳି ଅନେକ ପରିବାର ରହିଛି ଯେଉଁଠି ଲୋକଙ୍କୁ ରହିବା ପାଇଁ ଘରଟିଏ ମିଳିପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ନୂଆ ଯୋଜନା। ଏହି ଯୋଜନାରେ ଗ୍ରାମାଞ୍ଚଳ ସମେତ ସହରାଞ୍ଚଳ ବା ସହର ଉପକଣ୍ଠରେ ରହୁଥିବା ପରିବାରକୁ ସୁବିଧା ଯୋଗାଇ ଦିଆଯିବ। ଏହି ଯୋଜନାରେ ହିତାଧିକାରୀଙ୍କୁ ଘର ତିଆରି ଜାଗା ବା ଜାଗା ଉପରେ ପକ୍କା ଘର ତିଆରି କରିବାକୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ସରକାର। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ହେବାକୁ ଜାଗା ନଥିଲେ ମଧ୍ୟ ଏହି ଯୋଜନାରେ ସମ୍ପୃକ୍ତ ପରିବାରକୁ ଜାଗା ଯୋଗାଇ ଦିଆଯାଉଛି। ତେବେ ଏହି ଯୋଜନାର ଲାଭ କିଭଳି ଉଠାଇବେ? ଏଥିପାଇଁ ପଢ଼ନ୍ତୁ ପୁରା ଆର୍ଟିକଲ। ସହର ଓ ଗ୍ରାମାଞ୍ଚଳରେ ରହୁଥିବା ବାସହୀନ ପରିବାର ସମସ୍ୟାର ସମାଧାନ ଭାବରେ ଏହି ଯୋଜନାର ଘୋଷଣା କରାଯାଇଛି। ଜାଗା ପାଇଁ ଏହି ଯୋଜନାରେ 1,30,000 ଟଙ୍କା ଯୋଗାଇ ଦିଆଯାଉଛି। ସେହିଭଳି ଘର ନିର୍ମାଣ ପାଇଁ ଏହି ଯୋଜନାରେ 1,20,000 ଟଙ୍କା ଯୋଗାଇ ଦିଆଯାଉଛି। ଅନେକ ସ୍ଥାନରେ କଲୋନି ନିର୍ମାଣ କରାଯାଇ ବାସହୀନଙ୍କୁ ବଣ୍ଟନ ବି ଆରମ୍ଭ ହୋଇସାରିଛି। ଗତ ବର୍ଷ ଅଗଷ୍ଟ 15 ତାରିଖରେ ଏହି ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। ଘୋଷଣା ହେବାର କିଛି ମଧ୍ୟରେ ହିଁ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଏବେ ଲକ୍ଷ ଲକ୍ଷ ହିତାଧିକାରୀ ଏହି ଯୋଜନାରେ ଯୋଡ଼ି ହୋଇଛନ୍ତି। ଜନ ଆବାସ ଯୋଜନା ନେଇ ଗତ ବର୍ଷ ଅଗଷ୍ଟ ମାସରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଏହାର ଯାଇ ଯୋଜନା ସମ୍ପର୍କରେ ଅଧିକ ବିବରଣୀ ପାଇପାରିବେ।